ଆମର ଆକ୍ଚୁଆଲି ପୁରୀ ଆଜି 127 ଜଣ ସିନିୟର ସିଟିଜେନ୍ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଆଜି ଯାଇଛନ୍ତି। ଆଉ ସେମାନେ ଆମର ଅଯୋଧ୍ୟା ଆଉ ବାରାଣସୀ ସେମାନେ ଭ୍ରମଣ କରିବେ ଏବଂ ତାଙ୍କ ସହିତ ତାଙ୍କୁ ସହଯୋଗ କରିବା ପାଇଁ ଆମ ଜିଲ୍ଲାରୁ 4 ଜଣ ଏସ୍କର୍ଟ ଅଫିସର ଯାଇଛନ୍ତି। ସେମାନେ ଅଯୋଧ୍ୟା ଏବଂ ବାରାଣସୀ ଗସ୍ତ କରି ସାରିଲା ପରେ 15 ତାରିଖରେ ଫେରିବେ ଏବଂ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ କି ତାଙ୍କର ଏଇ ଯେଉଁ ଯାତ୍ରା ସେମାନେ ଯେଉଁ ଆଜି କରିଛନ୍ତି ତାଙ୍କର ସଫଳ ହେଉ ଏବଂ ସୁସ୍ଥରେ ସେମାନେ ଫେରନ୍ତୁ। ତାଙ୍କର ଯେଉଁ ଏଇ ତୀର୍ଥଯାତ୍ରା ଯୋଜନା କରାଯାଇଛି ସେଥିରେ ତାଙ୍କର ସମସ୍ତ ସୁବିଧା ସରକାର ବହନ କରିଛନ୍ତି ଏବଂ ସେମାନେ ଏଠୁ ଗଲେ ସେମାନେ ତାଙ୍କର ସର୍ଟ ଷ୍ଟେ ପାଇଁ ସେମାନେ ଭୁବନେଶ୍ୱରରେ ଆଜି ରାତିରେ ରହଣି କରିବେ ଏବଂ କାଲି ସକାଳେ ସେମାନେ ଟ୍ରେନ୍ ଯୋଗେ ସେମାନେ ଅଯୋଧ୍ୟା ଆଉ ବାରାଣସୀ ପାଇଁ ଯିବେ ଏବଂ ସେଥିରୁ ସେଇ ଯେଉଁ ଟ୍ରେନ୍ ପାଇଁ ଆମର IRCTC ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେଥିରେ ତାଙ୍କର ଖାଇବା ସହିତ ତାଙ୍କର ଡାକ୍ତରୀ ଟିମ୍ ଆଉ ତାଙ୍କର ଯେଉଁ ପୋଲିସ ପର୍ସନାଲ ସମସ୍ତେ ରହିବେ ଟ୍ରେନ୍ରେ ଏବଂ ସେଠୁ ସେମାନେ ତାଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚି ସାରିଲା ପରେ ସେଠୁ IRCTC ସହଯୋଗରେ ସେମାନେ ବସ୍ ଏବଂ ଏସ୍କର୍ଟ ଅଫିସରଙ୍କ ଦ୍ୱାରା ସେମାନେ ଅଯୋଧ୍ୟା ଏବଂ ବାରାଣସୀ ବୁଲାଇବାର ବ୍ୟବସ୍ଥା କରାଯାଇଛି। ପୁରୀରେ 15 ଆଜି ତୀର୍ଥଯାତ୍ରୀ ମାନେ ସବୁ ଯାଇଛନ୍ତି। ପ୍ରତ୍ୟେକ ବର୍ଷ ଯେଉଁଭଳିଆ ଭାବରେ ଯାଏ ସେ ମଧ୍ୟ ସମସ୍ତ ବରିଷ୍ଠ ନାଗରିକମାନେ ଅଯୋଧ୍ୟା ରାମ ମନ୍ଦିର ଆମର ବନାରସ ଯେମିତି ଆଗ ମଧ୍ୟ 4ଟା ବସ୍ ଯାଇଥିଲା, ଆଜି ମଧ୍ୟ 3ଟି ବସ୍ ଯାଇଛି ଆଉ ସେମାନେ ଭଲ ଭଲରେ ମଧ୍ୟ ବୁଲିକି ସବୁ ବର୍ଷ ମଧ୍ୟ ଆସୁଛନ୍ତି। ଶ୍ରୀଧର ପ୍ରଧାନ, ସୁଜାନଗର କୁଆଁପଡ଼ା ପଞ୍ଚାୟତ, ଗୋପ ବ୍ଲକ। କଣ କହିବେ ଆଜି ଗୋଟେ ଜାଗା ବାହାରିଲେ ବୁଲିବା ପାଇଁ ଗଭର୍ଣ୍ଣମେଣ୍ଟ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଯାଉଛନ୍ତି, କେତେ ଖୁସି ଏବଂ ଯୋଉ ଲୋକମାନଙ୍କୁ ମେସେଜ ଦେବେ? ହଁ, ଗଭର୍ଣ୍ଣମେଣ୍ଟ ଗୋଟେ ଗୋଟେ ଇଏ କରିଛି, ଆମର ଇଚ୍ଛୁକ ଅଛି ଏମିତି ଯାଇପାରିନଥିଲୁ ନ ଯାଇପାରିଥାନ୍ତୁ, ତେଣୁକରି ଯାଉଛୁ ଟିକେ ଠାକୁରଙ୍କୁ ଦର୍ଶନ କରିବୁ ବୁଲାବୁଲି କରିବୁ ଏମିତି ଆସିବୁ ଆଉ। ଅଯୋଧ୍ୟା ରାମ ମନ୍ଦିର ଆଉ ଗୋଟେ ତାଙ୍କ ପାଖରେ କଣ ସେ ଆଜ୍ଞା ସେଠି ଯଦି ଯିବେ ଗୋଟେ ଯେହେତୁ ତୀର୍ଥ ସ୍ଥାନକୁ ଯାଉଛନ୍ତି ଗୋଟେ ଅଯୋଧ୍ୟା ରାମ ମନ୍ଦିର ଦେଖିନଥିଲେ ପ୍ରଥମ ଥର କରି ଯାଉଛନ୍ତି, ଏବେ କେତେ ଅନୁଭୂତି କଣ ରହିବ? ହଁ, ଅନୁଭୂତି ତ ଆମର ଠାକୁର ଉପରେ ଟିକେ ଅଛି ବୋଲି ଆମେ ବାହାରିଛୁ ସେଠି ସେଣିକି। ଆପଣ କେତେ ଖୁସି ଅଛନ୍ତି? ହଁ, ଖୁସି ଅଛି ଖୁସି ଅଛି। ଗଭର୍ଣ୍ଣମେଣ୍ଟକୁ କଣ କହିବେ ଏଇ ଯୋଉ ଯୋଜନା ଉପରେ ଯାଉଛନ୍ତି କେତେ ଖୁସି ରହିବେ ଏବଂ ତାଙ୍କୁ କଣ କହିବେ ଗଭର୍ଣ୍ଣମେଣ୍ଟ ସରକାରଙ୍କୁ? ସରକାରଙ୍କୁ ତ ଗଲା ଯାଉଛୁ ଖୁସି ଅଛୁ, ଯାହା ଯେମିତି କହିବୁ ଆଉ କଣ। ଖୁସି ଅଛୁ ଆଜି ଜଗନ୍ନାଥଙ୍କ କୃପାରୁ ଆମକୁ ଜଗନ୍ନାଥଙ୍କ ଆଶୀର୍ବାଦ ହେଲା, ଆମେ ଟିକେ ତୀର୍ଥ କରିବାକୁ ଗଲୁ। ଆଉ ଭଗବାନ ମଙ୍ଗଳ କରନ୍ତୁ, ସମସ୍ତେ ଭଲରେ ରୁହନ୍ତୁ। ସରକାରଙ୍କୁ ଧନ୍ୟବାଦ ଦେବୁ। କୋଉ ଜାଗା କଣ ଅଯୋଧ୍ୟା ଖାଲି ଅଯୋଧ୍ୟା କହିଛନ୍ତି ଆଉ କହିଛନ୍ତି ନା ବହୁତ ଖୁସି, ବହୁତ ଖୁସି।